को पुओ जन्म पानी रु जन्म किए जलंधर ना जलंधर जन्म नुह जलिया पानी रु जन्म जलंधर पृथ्वी आप अग्नि रु को पुओ जन्म श्रीखंडी कौन पुओ धृष्टद्युम्न जन्म हेले द्रौपदी भाई पृथ्वी आप तेज वायु वायु रु जन्म दीटा पुओ ये हनुमान ब्रुकोदर ये परा वायु नंदन आकाश रु किए जन्म स्वाई भाई कहिबे ताले सारे पवन रु जन्म हेले किए ना भीमसेन पवन नंदन हनुमान आकाश रु को पुओ जन्म आ पवन रु आकाश रु को झियो जन्म उसुमाने पाला तुम्हें मत पचार मोर गोटे अभ्यास मु कही न पारे हाथ जोड़ी देवी मुझे आज्ञा मुझे जानी कई मो बेक काटे तेणु मो कहबार तात्पर्य तीनोटी प्रश्न हो गला आउ दरकार नहीं तेणु हजूरे यही परि भाव राधा जन्म ने धरा बक्षरे मु ब्रह्म वैवर्त पुराण आपण मान को कहूची वो से दिन नाक भुवन रे से पाक शासन संवर्धन सभा मान्यगण्य योग्य देखिले धीरे धीरे आपण माने जति बसन से दिन गोटे संवर्धना सभार आयोजन कले आपण माने सुनिबे राधांकर सृष्टि केमी राधा कृष्णकर हिसाब कौन बही स्टार्ट है आगु कौन खाता होता अति अजब लगड़ा एटा विरोधा पाक शासन बड़ा राति शक्र इंद्र 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 आज सभा कर मुझे पाला गाइलानी पान खंडे मत से देते मुझे पैकेट रखी खाइला तू कई थर गुंडी पकईलु तुम से पालिया गाय चार थर से पकईला ठीक रोल बेलू गुंडी की पकाऊ मुझे डाकिला पदमा पदमा गुंडी पकाऊ गायकर खाली रस फुटब शुण पुओ चारि गुणा हेले जाई पालिया अभय स्वाई गोटे पालिया गायक को शिखाए जो दिन पालिया है गायक को शिखेब से दिन पालिया आउ हजुणटीए बोलदे झांझुटीए धरदे मुंड चुड़ रखिदे पालिया कौन पड़े योग्य लोकटा नुह कि तेणु मो कहबार तात्पर्य स्वर्गपुर चली संवर्धना सभा माने बाहादुर कहूनी ये भी संगीत अच्छा पचार तुम गायक कौन विषय करते से किसी अयोग्य मुड़ा कहीं रही कहबार तात्पर्य प्रत्युत्पन्न मती नहर से कलाकार नुह ये स्वयंवर जो संवर्धना सभा से सभारे योग्य योग्य व्यक्तित्व मान को निमंत्रण करा कौन पाई उपढौकन देवे गिफ्ट देवे सबु संप्रदायर योग्य योग्य व्यक्तित्व माने स्वर्गपुर अछंती इंद्र देवे उपहार ए बाबू ए जो माने योग्य छात्र से मानक उपहार दिया जाए योग्य कृषक योग्य योग्य शिक्षक राष्ट्रपति पुरस्कृत करंती सबतक योग्य योग्य व्यक्तित्व मान उपस्थित होइचंती स्वर्गपुर रे संवर्धना सभा दिया हबो
ଡାକିଲେ ବେଦପତି ବ୍ରହ୍ମା କହିଲେ କିଏ ଅଛ ରେ ଉପହାର ଆଣ ଇଏ ମାନେ ସମସ୍ତେ ଯୋଗ୍ୟ ଆଜି ଆସ୍ଥାନ ମଣ୍ଡନ କରିଛନ୍ତି ଇଏ ଆସ୍ଥାନ ମଣ୍ଡନ କଲା ବେଳେ ଇଏ ସମସ୍ତେ ଯୋଗ୍ୟ ଇଏ ଯୋଗ୍ୟଙ୍କ ଭିତରେ ଯିଏ ସର୍ବଶ୍ରେଷ୍ଠ ତାଙ୍କୁ ହିଁ ଦିଆଯିବ ଆରେ ବାବୁ ଇଏ ଦୋବନ୍ଧା ଗାଁର ଦୋଳ ମେଳନ ହଉଥିବ 50ଟା ବିମାନ ଆସିଥିବ ଆପଣ ମନ ଇଚ୍ଛାରେ ଯାହା ପାଖରେ ତା ପାଖରେ ଭୋଗ ଲଗେଇଦେବେ ଯିଏ ଥାନପତି ଆଗ ସେ ଭୋଗ ପାଇବେ ଇଏ ସମସ୍ତେ ଯୋଗ୍ୟ ଆସିଛନ୍ତି ସବୁ ସମ୍ପ୍ରଦାୟର ସ୍ୱର୍ଗପୁରକୁ ଏମାନଙ୍କ ଭିତରେ ଯିଏ ସର୍ବଶ୍ରେଷ୍ଠ ସେଇ ଆଗ ପାଇବେ ଶ୍ରୀମଦ ଭଗବତ ଗୀତା ଲେଖିଲେ ବ୍ୟାସ କହିଲା ଆଦିତ୍ୟାନାଂ ମହଙ୍ଗ ବିଷ୍ଣୁ ସାଙ୍ଗର ଅବିରଂଶୁମା ଯିଏ ମରୁତା କ୍ଷେତ୍ରାଣାଂ ମହଙ୍ଗ ଶଶୀ ଉପହୁ ଢକନ ଧରିଛ ବ୍ରହ୍ମା କହିଲେ ଦ୍ୱାଦଶ ଆଦିତ୍ୟଙ୍କ ଭିତରେ ସର୍ବଶ୍ରେଷ୍ଠ ବିଷ୍ଣୁ ବିଷ୍ଣୁଙ୍କୁ ଦିଅ ସାରେ କଣ ସେ ହାଇସ୍କୁଲ ଟିଚର ମତେ ପାଠ ବାୟାଙ୍କ ଭଳିଆ କାହିଁ ପାଠ ପଢଉଥିଲ ଆଦିତ୍ୟାନାଂ ମହଂ ବିଷ୍ଣୁ ଜ୍ୟୋତିଷାଙ୍ଗର ଅବିରଂଶୁମାନ ଜ୍ୟୋତିର୍ମୟ ପିଣ୍ଡ ଭିତରେ ସର୍ବଶ୍ରେଷ୍ଠ କିଏ ସୂର୍ଯ୍ୟ ନାରାୟଣଙ୍କୁ ଦିଅ ଦିଅ ସେ କିଏ ମୋ ବାପାଙ୍କ ସଙ୍ଗାତ ତୋ ବାପା ସଙ୍ଗାତ ବଇଥିଲେ ନା ତୋ ବାପା ଶାଳୀର ସ୍ୱାମୀ ମରିଚି ମରୁତା ମସିନି ବୁଝିହେଲା ନାଇଁ ଋଷି ମୁନି ମାନଙ୍କ ଭିତରେ ଶ୍ରେଷ୍ଠ ହଉଛି ମରିଚି ମରିଚି କି ଦେ ଆଉ କାହିଁ ଦବା ଆଉ ଯେ ମଲାଣି ତାକୁ ଆଉ ଦେଇକି ଲାଭ କଣ ହେ ବିଧାତା ଇରେ ସେ ମରି ନାହିଁ ଆଉ ସେ କଣ କରୁଛି ତା ନାଁ ମରିଚି ଆଉ ମରିଚି ଏତେ ବୁଝେଇ କହିବ ନା ଆଉ ମରିଚି ମରିଚି କି ଦେଲ ମରିଚି ଆଜ୍ଞା ନକ୍ଷତ୍ର ମାନଙ୍କ ଭିତରେ ଶ୍ରେଷ୍ଠ ହଉଛନ୍ତି ଶଶୀ ଚନ୍ଦ୍ର ଚନ୍ଦ୍ରକୁ ଦିଅ କେହି ତ ନାହାନ୍ତି ତୁ ନିଜେ ନିଜେ ନେଇ ଇଏ ନାଗ ମାନଙ୍କ ଭିତରୁ ଅନନ୍ତଙ୍କୁ କରନ୍ତୁ ପ୍ରଦାନ ନାଗ ମାନଙ୍କ ଭିତରୁ ଅନନ୍ତଙ୍କୁ କରନ୍ତୁ ପ୍ରଦାନ ସର୍ପ ମାନଙ୍କ ଭିତରେ ବାସୁକି କି ଦାନ ମାନଙ୍କ ଭିତରେ ଗଙ୍ଗାଙ୍କୁ ପ୍ରଦାନ ମାନଙ୍କ ଭିତରେ ସୁରଭି କି ଦାନ ମାନଙ୍କ ଭିତରେ କଳ୍ପବଟେ ଦିଅ ସାଡକୁ ଜାଣିନଲେ ଏମିତି ଲମ୍ବିତ ଗାଈ ମାନଙ୍କ ଭିତରେ ସୁରଭି କି ନଦୀ ମାନଙ୍କ ଭିତରେ ଗଙ୍ଗାଙ୍କୁ ଦେ ଏ ପୁଅ ଅଶ୍ୱ ମାନଙ୍କ ଭିତରେ ଉଚ୍ଚେଶ୍ୱର ବାବୁ ଦେ ହାତୀ ମାନଙ୍କ ଭିତରେ ଐରାବତକୁ ଦେ ଗଛ ଭିତରେ କଳ୍ପବଟକୁ ଦେ ଇଏ ସମସ୍ତଙ୍କୁ ଦେଲା ଭିତରେ ପର୍ବତ ମାନଙ୍କ ଭିତରେ ଶ୍ରେଷ୍ଠ କିଏ ଡାକୁ ଡାକୁ 2 ଜଣ ଉଠିଲେ ଇଏ 2 ଜଣ ଉଠିକି 2 ଜଣଙ୍କ ଭିତରେ ଚାଲିଲା ଯିଏ ଦଉଛି ତା ଉପରେ ଚଢି ଯାଉ ନା ମୁଁ ବଡ ମତେ ଦେବେ ଆଉ ତୁ କିଏ ମୁଁ ହଉଛି ବିନ୍ଧ୍ୟ ମୁଁ ହିମାଳୟ ଓ ଇଏ ବିନ୍ଧ୍ୟ ହିମାଳୟ 2 ଜଣ କଳି କରିଛ ତାହା ପଇସା ଦଉନି ମୁଁ ବଡ ତୁମର ଦଳ ଠିକ ନାହିଁ ଆଗରୁ ଠିକ ଥିଲା ନାଇଁ ଆଜ୍ଞା ଏଇ ମୋ ସାଥିରେ କନସେପ୍ଟ କରୁଛି କଣ କରୁଛି କନସେପ୍ଟ କରୁଛି ନା ରେକର୍ଡ ଡ୍ୟାନ୍ସ କରୁଛି ଶୁଣ ତୁମର ସ୍ଥିତି ନାହିଁ ଯୋଉ ପରିବାର ଠିକ ନଥିବ 2 ଜଣ ମୁରବୀ ହେବେ ସେ ପରିବାର ଭାଙ୍ଗିଯିବ ତୁମ ପୂର୍ବରୁ ଅନ୍ୟମାନେ ସବୁ ନେଲେ 2 ଜଣ ଠିଆ ହେଇଛ ତୁମେ 2 ଜଣ ଠିଆ ହେଇଛ ତୁମର କଥା ଠିକ ନାହିଁ କାମ ଠିକ ନାହିଁ ଶୁଣ ତୁମେ 2 ଜଣଙ୍କୁ ତ ଭାଙ୍ଗିକି ଦେଇ ହବନି ତୁମ 2 ଜଣଙ୍କ ଭିତରେ ଯିଏ ଯୋଗ୍ୟ ସେ ନବ ଏଠି ତୁମ ଯୋଗ୍ୟତା ପ୍ରକାଶ କର ଛାତିରେ ହାତ ବାଡେଇ ଦେଲା ହିମାଳୟ ବ୍ରହ୍ମା କହିଥାନ୍ତେ ଯାହାକୁ ସେ କହିଥାନ୍ତେ ହିମାଳୟ ଛାତିରେ ହାତ ବାଡେଇ ଦେଲା ବାଡେଇ ଦେଇ ଗର୍ବରେ କହିଲା ବହକା ଗୋଟେ ଜଣ ନଥାନ୍ତି କି ତୁମେ ନ ପଚାରୁଣୁ ସେ 10 ପ୍ରକାର କଥା କହିବେ ତେଣୁ ଇଏ ବହକାଲିଆ ହିମାଳୟ ଛାତିରେ ହାତ ବାଡେଇ କଣ କହିଲା ଲେଖିଲେ କୁମାର ସମ୍ଭବ କବି ହେଲେ କାଳିଦାସ କହିଲା ଅସ୍ତି ଉତ୍ତର ଶ୍ୟାଂ ଦିଶି ଦେବତା ତମା ହିମାଳୟ ନାମ ନଗାଧିରାଜ ନିଧି ବଗାୟ ପୃଥିବ୍ୟାଇବ ମାନଦଣ୍ଡ ହିମାଳୟ ଗର୍ବରେ କହିଲା ମୁଁ ହଉଛି ଭାରତ ବର୍ଷର ଉତ୍ତର ଦିଗରେ
କହିଲେ ବିଦ୍ୟମାନ ମୁଁ ହଉଛି ପୃଥିବୀର ପୂର୍ବାପରୌତୟ ନିଧି ବଗାୟ ପୂର୍ବ ସମୁଦ୍ର ବଙ୍ଗୋପସାଗର ଠାରୁ ପଶ୍ଚିମ ସମୁଦ୍ର ଆରବ ସାଗର ପର୍ଯ୍ୟନ୍ତ ଦୂର ଦିଗନ୍ତ ବିସ୍ତାରିତ ପରିବ୍ୟାପ୍ତ ସୁଦୂର ପ୍ରସାରୀ ନଗରଙ୍ଗ ଧୀରଜ ନଗ କହିଲେ ପର୍ବତ ନଗାନାଙ୍ଗ କହିଲେ ପର୍ବତ ମାନଙ୍କ ଭିତରେ ଅହମ ରାଜା ମୁଁ ହଉଛି ସବୁ କିଛି ମୋ ଭିତରେ ବହୁ ଔଷଧୀୟ ବୃକ୍ଷ ମୋ ଭିତରେ ଋଷିମୁନି ମାନେ ମୁଁ ହଉଛି ପ୍ରକୃତରେ ଯୋଗ୍ୟ ପର୍ବତ ମତେ ଦିଅନ୍ତୁ ତାଳି ମାରିଦେଲେ ଓ କଣ ହେଲା ଆପଣ କହିଲେ ଦି ଜଣ କହିବାକୁ ହଁ? ମୁଁ କହି ନାହିଁ ଯିଏ କହୁ କହୁ ତାଳି ମାଇଲେ ତୁମ କହିଲେ ତୁମ କୁହା ଯଦି ତାଳି ମରା ପାଇଁ ଯୋଗ୍ୟ ହେଲା ହବ ଆଚ୍ଛା ମୁଁ କହିଲେ ମାରିବେ ତ କହିଲା ବିନ୍ଧ୍ୟ କହୁ କହିଲା ଖେଖେ ଗାମି ତବୁ ବାହ ବାହ ବନସ୍ପତି ମମ ହୃଦୟ তিষ্ঠতি ତୁର ମମ ପିଚନ সন্তে হুমান দর কিঙ্কিনি কহ এ পুয়ে শুনিলে কিয়ে কে বিন্ধ্য এ হিমালয় কথা শুনিলে ଦେବତା ମାନେ ବିନ୍ଧ୍ୟ କହିଲା କହୁ ହାତ ଯୋଡ଼ିଲା ନମ୍ରତାର ସହିତ କହିଲା ହଁ କଣ ବୁଝଛନ୍ତି କଣ କହିଲା କହିଲେ କହିଲା ଆଜ୍ଞା ମୁଁ ଗୋଟେ ଏମିତି ପର୍ବତ ହଁ ଜଣେଗା ଆମେ ମାଟି ତଳକୁ ଯେତିକି ମୋର ଅଂଶ ଆଜ୍ଞା ଉପରକୁ ସେତିକି ମୁଁ ଏତେ କ୍ଷିପ୍ରରେ ବଢିଲି ସୂର୍ଯ୍ୟଙ୍କର ଚିନ୍ତା ବଢିଲା ମୁଁ କେମିତି ଯିବା ଆସିବା କରିବି ଆଜ୍ଞା ତେଣୁ ମୋ ଗୁରୁ ଅଗସ୍ତ୍ୟ ଆସିବାରୁ ମୁଁ ତାଙ୍କୁ ମୁଣ୍ଡିଆ ମାରିଛି হ্যাঁ ସେଇ ଦିନଠୁ ମୁଁ ଶୃଙ୍ଗ ନଈକି ରହିବାରୁ হ্যাঁ ସୂର୍ଯ୍ୟ ଯିବା ଆସିବା କଲି কলে ମୋ ଭିତରେ ବହୁ ଔଷଧୀୟ ଗଛ ଅଛି ଋଷିମୁନି ମାନେ ଯାଗଯଜ୍ଞ କରନ୍ତି ମୁଁ ହଉଛି ପ୍ରକୃତରେ ଯୋଗ୍ୟ ଆଉ ଅସଲ କଥାଟା କହିଦେଲେ ବିନ୍ଧ୍ୟ ହଁ ହେଲା ପର୍ବତ ତାଲିକାରେ ନାହିଁ ଆନା পর্বত ତାଲିକାରେ ନାହିଁ ଆରାମ କିପରି ପାଇବ পরি পাইব ମଗ ସମାନରେ হে নগ সমান ଆଉ ଏ କିପରି ପାଇବ ପରେ ପାଇବ ଅସଲ କଥା କହିଦେଲା ବିନ୍ଧ୍ୟ କହିଲା ଇଏ ପର୍ବତ ତାଲିକାରେ ହିମାଳୟ ନାମ ନାହିଁ ରେ ସମସ୍ତେ ତାଳି ମାରିଲେ ସିଦ୍ଧାନ୍ତରେ ପହଞ୍ଚିଲେ ବିନ୍ଧ୍ୟ ହେବେ ପର୍ବତ ମାନଙ୍କ ଭିତରେ ଶ୍ରେଷ୍ଠ ଯେତେବେଳେ ବିନ୍ଧ୍ୟକୁ ଶ୍ରେଷ୍ଠ କଲେ ମାନେ ତୁ ବିନ୍ଧ୍ୟ ମୁଁ ଭାବୁଛି ଯଦି ତୁ ୱାର୍ଡ ମେମ୍ବର ହବୁ ବୋଧେ ବ୍ରହ୍ମାଣ୍ଡ ରଖିବୁ ଠାଣି ଦେଖୁନା କେମିତି ଉପାଧି ପାଇବି ନା ହେଁ ଉପାଧି ମିଳିବ ମୋତେ ବିନ୍ଧ୍ୟ ନମ୍ରତାର ସହିତ ଠିଆ ହେଲେ ସମସ୍ତେ କହିଲେ ବିନ୍ଧ୍ୟ ଶ୍ରେଷ୍ଠ ଇରେ ଉପାଧି ପାଇବୁ ଯେ ହେଲେ ଚକ୍ରାନ୍ତକାରୀ ଯୋଉଠି ଦେବେ ସେ କଣ କରେଇ ଦେବେ କାଲି ଚକ୍ରାନ୍ତକାରୀ ବିନ୍ଧ୍ୟକୁ ଯେତେବେଳେ ପର୍ବତ ଶ୍ରେଷ୍ଠ ବୋଲି ଉପାଧି ଦେବାକୁ ସ୍ଥିର କଲେ ଚକ୍ରାନ୍ତକାରୀ କିଏ ହିମାଳୟ କହିଲା ହଁ ମୁଁ ଥାଉ ଥାଉ ତୁ ହବୁ ଏମିତି କଥା କହିବି ବିନ୍ଧ୍ୟରେ ତୁ କାନ୍ଦି କାନ୍ଦି ଘରକୁ ଯିବୁ ବଳିଆ ହସୁଛି ଭାବୁଛୁ ବୋଧେ ମୁଁ ତାଙ୍କୁ କହୁଛି ମୋର କଣ ତାଙ୍କୁ କହିବା ଦରକାର ସିଏ ଆଉ କଣ କାନ୍ଦିବା ଅବସ୍ଥାରେ ଅଛନ୍ତି ସିଏ ଧୀରେ ଧୀରେ ଆସିଗଲାଣି ତାଙ୍କର ସ୍ଥିତିତ୍ୱ ଏଇ ପୁଅ ବିନ୍ଧ୍ୟକୁ ଯେତେବେଳେ ଦବା ପାଇଁ ଯାଆନ୍ତି ହିମାଳୟ ଦେଖ କେଡେ ଚକ୍ରାନ୍ତକାରୀ ମଞ୍ଚ ଉପରୁ ଆସିଲା କହିଲା ବିନ୍ଧ୍ୟାଳୟ ନମସ୍କାର 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 ଆପଣ ହଉଛନ୍ତି ପର୍ବତ ମାନଙ୍କ ଭିତରେ ରାଜା ଶ୍ରେଷ୍ଠ ଶ୍ରେଷ୍ଠ ପଦବୀ ପାଇଲେ ପାଇବି ମୁଁ ଗୋଟେ କଥା ପଚାରିବି ଆପଣଙ୍କୁ ଆରେ ଆପଣ ଯେତେବେଳେ ପର୍ବତଙ୍କ ଭିତରେ ଶ୍ରେଷ୍ଠ ମୁଁ ଆପଣଙ୍କୁ ପଚାରିବି ନା ପଚାରିବି କାହାକୁ ହଁ ପଚାର ମୋ ଉତ୍ତର ଦେବେ ପଚାରିଲା ହିମାଳୟ କହିଲା ବିନ୍ଧ୍ୟାଳୟ ହଁ ତୁମକୁ ବ୍ରହ୍ମା ନମସ୍କାର କରନ୍ତି ନା
ବିଷ୍ଣୁ ସେଟା ମତେ ନମସ୍କାର କରିବେ ମହେଶ୍ୱର ନା ନା ସେ ଦିନେ ନମସ୍କାର କରିନାହାନ୍ତି କିନ୍ତୁ ମତେ ଶିବ ନମସ୍କାର କରନ୍ତି। ହଁ ତମର ବନ୍ଧୁବାନ୍ଧବ କଣ ହେଇଛି ଦେଖିଲା କିଛି ପ୍ରତିକ୍ରିୟା ହେଲାନି। ହଁ କହିଲା ଅସଲ କଥାଟା କହିବି ଏକାଥରେ ମର୍ମରେ ବାଜିବ। କହ ବାବୁ ମାନେ ସବୁ କହିବ ମର୍ମ କହିବନି। ନା କିନ୍ତୁ ଏ ମୂର୍ଖ କହିଲା ଏମାନେ କହୁ କହିଲା ବିନ୍ଧ୍ୟାଳୟ କଣ ତୁମର ପୁଅ ଅଛି ନା ଝିଅ ଅଛି ନା ଆରେ ଏ ଅପୁତ୍ରିକ ପର୍ବତ ମୁଁ କଣ ଚେଷ୍ଟା କରିନଥିଲି ହେ, ଅପୁତ୍ରିକ ପର୍ବତ ୟା ମୁହଁକୁ ଚାହିଁଲେ ତ ମଙ୍ଗଳ ନାହିଁ। ନା ଇଏ ଅପୁତ୍ରିକ ପର୍ବତ କେମିତି ହବ ଶ୍ରେଷ୍ଠ? ଆଉ ପଦବୀ କଣ ପାଇବ? ଇଏ ହୃଦୟ ଫାଟିଗଲା ପରି ଲାଗିଲା ରେ। କହିଲା ନା ମୋର ପଦବୀ ଦରକାର ନାହିଁ। ଯେତିକି ମା ମାନେ ବସିଛ ଶୁଣ, ଯୋଉ ମାର ପୁଅ ଝିଅ ନଥିବ ସେ ମାକୁ ଯଦି କିଏ ଗାଁରେ ବନ୍ଧ୍ୟା କହିଲା ତା ଛାତି ପାଟି ଯିବ। ଆଜ୍ଞା ବୋହୁଟିଏ ସୁନ୍ଦରୀ ହେଇଥିବ, କେତେ ଜାନି ଯୌତୁକ ଆଣିଥିବ, ଘର ପୂର୍ଣ୍ଣ କରି ଦେଇଥିବ। ଶାଶୁ ବୁଢୀ ଗାଁ ଦାଣ୍ଡ ଫଟଉଥବ, ମୋ ବୋହୁ ମୋ ଗୃହ ଲକ୍ଷ୍ମୀ। ଦେଖ 10 ବର୍ଷ ଯିବ 15 ବର୍ଷ ଯିବ, ଯଦି ପୁଅ ଝିଅ ନହେଲା ସେଇ ଶାଶୁ ବୋହୁ ବୁଢୀ କହିବ ବୋହୂକୁ, ବୋହୁଲୋ ତୁ ହତ ଲକ୍ଷ୍ମୀ ମୋ ଘର ବୁଡେଇ ଦେଲୁ, ବଢେଇ ଦେଲୁ ଆସିକି ଘର ବୁଡେଇ ଦେଲୁ ବୁଡେଇ ଦେଲୁ। ପୁଅ ଇଏ ଦୁନିଆରେ ଯୋଉ ନାରୀର ପୁଅ ଝିଅ ନାହିଁ ହଁ ହଁ ଆପଣ ତାକୁ ନିନ୍ଦା କରିବେ, ଚିନ୍ତା କରିବି ଆଜ୍ଞା ଘୃଣା କରିବେ। ତା ମୁହଁ ଚାହିଁବେ ର ମଉସା ଯୋଉ ନାରୀର ପୁଅ ଝିଅ ନଥିବ ଆପଣ ତାଙ୍କୁ ଘୃଣା କରିବେ, ଘୃଣା କରିବେ। ଦିନ ଥିଲା ତାକୁ ପାଣି ନିଆଁ ଅଟକ କରାଯାଉଥିଲା। ଆଜ୍ଞା ଲେଖା ହେଇଛି ବି, ଶାସ୍ତ୍ର ଲେଖିଛି। ହଁ ଅପୁତ୍ରିକ ନାରୀ ଇ ଦେଉଳକୁ ଗଲେ ଦେଉଳେ ଦିଅଲୁ ଚାଇରେ ଦେହୁଳେ ଦିଅଲୁ ଚାଇ। ଆଉ ଅପୁତ୍ରେ ଗନାରେ ଯେ ଡାଳ ଧରେ ସେ ଡାଳ ରେ ବଡ଼ ଇଏ ସେ ଡାଳ ଆଉ 20 ମିନିଟ୍ ହେଲେ 3 ଘଣ୍ଟା ହବ। ଆଶ୍ଚର୍ଯ୍ୟ କଣ ହଉଛି? ହଁ ପରା ଅପୁତ୍ରିକ ନାରୀ ଦେଉଳକୁ ଗଲେ ଦେଉଳେ ଦିଅ ଲୁଚଇ।